ବନ୍ଧୁଗଣ, ଏକ ସମୟର କଥା ଯେବେ ଦେବର୍ଷି ନାରଦ ନାରାୟଣ ନାରାୟଣ ଜପ କରି ବୈକୁଣ୍ଠକୁ ଆସିଲେ। ସେ ଭଗବାନ ଶ୍ରୀହରି ଓ ମାତା ଲକ୍ଷ୍ମୀଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ଆଜି ମୁଁ ଯେବେ ପୃଥିବୀ ଲୋକରେ ଭ୍ରମଣ କରୁଥିଲି ତେବେ ଦେଖିଲି କି କେତେ ସାରା ସ୍ତ୍ରୀ ନିଜର ପତିବ୍ରତା ଧର୍ମର କଠୋର ରୂପରେ ପାଳନ କରି ରହୁଛନ୍ତି। ଆଉ କିଛି ସ୍ତ୍ରୀମାନେ ନିଜ ପତିଙ୍କ ଆଖିରେ ଧୂଳି ଦେଇକରି ପର ପୁରୁଷଙ୍କ ସହ ଅନୈତିକ ସମ୍ବନ୍ଧ ବନାଉଥିଲେ। ଏପରି କାହିଁକି ହେଉଛି? ମୁଁ ଜାଣିବାକୁ ଚାହୁଁଛି କି ଶେଷରେ ସଚ୍ଚା ପତିବ୍ରତା ସ୍ତ୍ରୀର ଚିହ୍ନଟ କିପରି କରାଯାଇପାରିବ? ହେ ପ୍ରଭୁ, ତାଙ୍କରି ଭିତରେ କେଉଁ ପ୍ରକାରର ଗୁଣ ରହିଥାଏ ତଥା ଏକ ଚରିତ୍ରହୀନ ସ୍ତ୍ରୀ ମଧ୍ୟରେ କେଉଁ ପ୍ରକାରର ଅବଗୁଣ ରହିଥାଏ? ସେ ଭଗବାନ ଶ୍ରୀହରି କହିଲେ, ହେ ନାରଦ, ଆପଣ ସମସ୍ତ ମାନବ ଜାତିର କଲ୍ୟାଣ ପାଇଁ ମହତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି, କିନ୍ତୁ ଏକ ସ୍ତ୍ରୀର ମନକୁ ବୁଝିପାରିବା କାହାର ବି ବଶର କଥା ନାହିଁ। ଆପଣଙ୍କୁ ଏହି ପ୍ରଶ୍ନର ଯୋଗ୍ୟ ଉତ୍ତର ଦେବୀ ଲକ୍ଷ୍ମୀ ହିଁ ଦେଇପାରିବେ। ହେ ଲକ୍ଷ୍ମୀ, ମୁଁ ଆପଣଙ୍କୁ ନିବେଦନ କରୁଛି କି ଆପଣ ଆମରି ପରମ ଭକ୍ତ ଦେବର୍ଷି ନାରଦଙ୍କ ଜିଜ୍ଞାସାକୁ ଶାନ୍ତ କରନ୍ତୁ ଏବଂ ତାଙ୍କରି ମାର୍ଗ ଦର୍ଶନ କରନ୍ତୁ। ତେବେ ଦେବୀ ଲକ୍ଷ୍ମୀ କହିଲେ, ହେ ପ୍ରଭୁ, ଆପଣଙ୍କ ଆଜ୍ଞାରେ ମୁଁ ଅବଶ୍ୟ ନାରଦଙ୍କ ଜିଜ୍ଞାସାକୁ ପୂରା କରିବି। ହେ ଦେବର୍ଷି ନାରଦ, ଯେଉଁ ବି ନାରୀର ଭିତରେ ଏହି 3 ଲକ୍ଷଣ ରହିଥାଏ ସେହି ସ୍ତ୍ରୀର ବଂଶ ଶୁଦ୍ଧ ହୋଇଥାଏ। ତାରି ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ସେହି ସ୍ତ୍ରୀର ପତି ସହିତ ପିତାକୁ ମଧ୍ୟ ଏହି 2 କୂଳର ଲୋକକୁ ସ୍ୱର୍ଗର ପ୍ରାପ୍ତି ହୋଇଥାଏ। ଯେଉଁ ସ୍ତ୍ରୀମାନେ ପତିବ୍ରତା ହୋଇଥାନ୍ତି ସେମାନେ ମୃତ୍ୟୁ ପରେ ବିଷ୍ଣୁ ଲୋକକୁ ପ୍ରାପ୍ତ କରିଥାନ୍ତି। ପତିବ୍ରତା ସ୍ତ୍ରୀର ମହାନତାର ଏକ ପବିତ୍ର କଥା ଶୁଣାଉଛି। ଏହି କଥାର ଶ୍ରବଣ କରିବା ମାତ୍ରେ ହିଁ ବ୍ୟକ୍ତିର ସବୁ ପାପ ନଷ୍ଟ ହୋଇଥାଏ। ଯେଉଁ ବ୍ୟକ୍ତି ଧ୍ୟାନ ମଗ୍ନ ହୋଇକରି ଏହି କଥାକୁ ଶୁଣିଥାଏ, ଭଗବାନ ବିଷ୍ଣୁ ତାରି 32 ଅପରାଧକୁ କ୍ଷମା କରିଥାନ୍ତି। ଏହି କାରଣରୁ ପ୍ରତ୍ୟେକ ମନୁଷ୍ୟକୁ ଏହି କଥାକୁ ଧ୍ୟାନରେ ଶୁଣିବା ଉଚିତ। ବନ୍ଧୁଗଣ, ଦେବୀ ଲକ୍ଷ୍ମୀ କୁହନ୍ତି, ହେ ଦେବର୍ଷି ନାରଦ, ପ୍ରାଚୀନ କାଳର କଥା ଅଟେ। ମଧ୍ୟ ଦେଶରେ ଏକ ଅତ୍ୟନ୍ତ ଶୋଭାମାନ ନଗରୀ ଥିଲା। ସେହି ନଗରୀରେ ଏକ ପତିବ୍ରତା ବ୍ରାହ୍ମଣୀ ରହୁଥିଲେ। ତାରି ନାମ ଥିଲା ସୁବର୍ଣ୍ଣା। ସୁବର୍ଣ୍ଣାର ପତି ପଛ ଜନ୍ମର ପାପ କାରଣରୁ ଏହି ଜନ୍ମରେ କୋଢ଼ି ହୋଇଗଲା, ଅର୍ଥାତ୍ ତାକୁ କୋଢ଼ର ରୋଗ ହୋଇଯାଇଥିଲା। ତାରି ଶରୀରରେ ବହୁତ ସାରା ଜଖମ ହୋଇଥିଲା, ଯେଉଁଥିରୁ ସର୍ବଦା ରସ ବାହାରୁଥିଲା। ନିଜ ପତିର ଏପରି ଦୁର୍ଗତି ଦେଖିକରି ମଧ୍ୟ ସୁବର୍ଣ୍ଣା ନିଜ ପତିର ସାଥ ଛାଡ଼ିଲା ନାହିଁ ଏବଂ ନିର୍ମଳ ଭାବରେ ସେ ନିଜ ପତିକୁ ସର୍ବଦା ସେବା କରି ରହୁଥିଲା। ପତିର ମନରେ ଯେଉଁ ଯେଉଁ ଇଚ୍ଛା ହେଉଥିଲା ତାକୁ ଏହି ସ୍ତ୍ରୀ ନିଜର ଶକ୍ତି ଅନୁସାରେ ଅବଶ୍ୟ ରୂପରେ ପୂର୍ଣ୍ଣ କରିବାର ପ୍ରୟାସ କରୁଥିଲା। ସୁବର୍ଣ୍ଣା ପ୍ରତିଦିନ ଦେବ ପୂଜାର ଭଳି ନିଜ ପତିର ପୂଜା କରୁଥିଲେ ଏବଂ ନିଜ ମନର ସବୁ ଇଚ୍ଛାକୁ ତ୍ୟାଗ କରି ନିଜ ପତିଙ୍କ ପ୍ରତି ବିଶେଷ ସ୍ନେହ ରଖୁଥିଲେ। ବନ୍ଧୁଗଣ, ଦେବୀ ଲକ୍ଷ୍ମୀ କୁହନ୍ତି, ହେ ଦେବର୍ଷି ନାରଦ, ପୁଣି ଏକ ଦିନ ସୁବର୍ଣ୍ଣାର ପତିକୁ ରାସ୍ତାରେ ଯାଉଥିବା ଏକ ଅତ୍ୟନ୍ତ ସୁନ୍ଦର ବେଶ୍ୟା ଦେଖାଗଲା। ଏହି ସୁନ୍ଦର ବେଶ୍ୟାକୁ ଦେଖିକରି ତାର ପତି କାମ ବାସନାରେ ଭରିଗଲା ଏବଂ ଏହି ବେଶ୍ୟା ଉପରେ ମୋହିତ ହୋଇଗଲା। ଏହି ବେଶ୍ୟାର ସୁନ୍ଦର ରୂପ ସେହି ବ୍ରାହ୍ମଣକୁ ପୁରାପୁରି ଭାବରେ ନିଜର ବଶରେ କରିନେଲା। ତାର ରୂପକୁ ଦେଖିବା ମାତ୍ରେ ହିଁ ସେ ଆହା ଭରିବାକୁ ଲାଗିଲା, ଲମ୍ବା ଲମ୍ବା ପ୍ରଶ୍ୱାସ ନେବାକୁ ଲାଗିଲା ଏବଂ ଯେବେ ଏହି ବେଶ୍ୟା ତାର ନଜରରୁ ଦୂରକୁ ଚାଲିଗଲା ତେବେ ସେ ବହୁତ ଦୁଃଖୀ ହୋଇଗଲା। ନିଜ ପତିର ଶବ୍ଦ ଶୁଣିକରି ସେହି ପତିବ୍ରତା ସ୍ତ୍ରୀ ଶୀଘ୍ର ଦୌଡ଼ି ଦୌଡ଼ି ଘରୁ ବାହାରକୁ ଆସିଲେ ଏବଂ ନିଜ ପତିକୁ ପଚାରିଲେ, ହେ ନାଥ, କ'ଣ ହେଲା? ଆପଣ ଏତେ ଉଦାସ କାହିଁକି ହୋଇଗଲ? ଆପଣ ଲମ୍ବା ଲମ୍ବା ପ୍ରଶ୍ୱାସ କିପରି ନେଲେ? ଆପଣଙ୍କୁ ଯେଉଁ ବି କଷ୍ଟ ହେଉଛି ମୋତେ ବତାନ୍ତୁ। ଯେଉଁ ବି କାର୍ଯ୍ୟ ହେଉ ଆପଣ ମୋତେ କୁହନ୍ତୁ, ତାହା ମୁଁ ପୂର୍ଣ୍ଣ କରିବାରେ ପ୍ରୟାସ ଅବଶ୍ୟ କରିବି। ହେ ପ୍ରାଣନାଥ, ଏକମାତ୍ର ଆପଣ ହିଁ ମୋର ଗୁରୁ ଅଟନ୍ତି, ପ୍ରିୟତମ ଅଟନ୍ତି। ପତ୍ନୀଙ୍କ ଏହି ପ୍ରକାରର ପଚାରିବା ପରେ ତାଙ୍କରି ପତି କହିଲା, ହେ ପ୍ରିୟ, ମୋତେ ଯାହା ଦରକାର ତାହା ତୁମେ ଦେଇପାରିବ ନାହିଁ। ତୁମେ କ'ଣ କିଏ ବି ମୋତେ ଦେଇପାରିବେ ନାହିଁ। ଏହି କାରଣରୁ ଏହି ଉପରେ ବ୍ୟର୍ଥ କଥା ହେବା ଉଚିତ ନୁହଁ। ଏହି କାରଣରୁ ତୁମେ ରହିବାକୁ ଦିଅ। ପୁଣି ସେହି ପତିବ୍ରତା ସ୍ତ୍ରୀ କହିଲା, ହେ ନାଥ, ମୋତେ ପୂର୍ଣ୍ଣ ବିଶ୍ୱାସ କି ମୁଁ ଆପଣଙ୍କ କାର୍ଯ୍ୟକୁ ଅବଶ୍ୟ ସିଦ୍ଧ କରିପାରିବି। ଆପଣ କେବଳ ମୋତେ ଆଜ୍ଞା ଦେବାର କଷ୍ଟ କରନ୍ତୁ। ମୁଁ ନିଜର ପୁରା ଶକ୍ତି ଲଗାଇ କରି ସେହି କାମକୁ ପୂରା କରିବି। ସେହି କାର୍ଯ୍ୟକୁ ପୂରା କରିବା ପାଇଁ ଯେଉଁ ବି ଉପାୟ ହେଉ ମୁଁ କରିବି। ଯଦି ମୁଁ ଆପଣଙ୍କ ଏହି କାର୍ଯ୍ୟକୁ ପୂରା କରିପାରିବି ତେବେ ଏହି ଲୋକରେ ଏବଂ ପରଲୋକରେ ମୋର କଲ୍ୟାଣ ହେବ। ପୁଣି ସୁବର୍ଣ୍ଣାର ପତି କହିଲା, ହେ ପ୍ରିୟ, ଠିକ୍ ଅଛି, କହୁଛି। ଏବେ ଏବେ ଏହି ରାସ୍ତାରେ ଏକ ଅତ୍ୟନ୍ତ ସୁନ୍ଦର ବେଶ୍ୟା ଯାଉଥିଲା।
तार शरीर अत्यंत सुंदर और मनमोहित थिला, जहाकू देखिकरी मोरी हृदय कामाग्नि रे भरीगला। जदि तुमे एपरि किछु उपाय करिब जहाद्वारा से सुंदर बेश्या मते प्राप्त होई पारिब, मोर जन्म सफल होइजिब। हे देवी, तुमे ता सह मोर मिलन कराई करी मोरी कामाग्नि को शांत करंतु। पतिंक द्वारा एपरि कहिबा परे एही पतिव्रता स्त्री सुवर्णा अत्यंत दुखी हेले एवं कहले, हे नाथ, आपण धैर्य रखंतु, मु आपणक एही कार्य को अवश्य सिद्ध करिबी एवं सेही बेश्या सहित आपणकर मिलन कराइबी। एतिकी कही करी सेही पतिव्रता स्त्री मने मने किछि विचार कला एवं पुणी रात्रिर अंतिम प्रहर उठिकरी से गोबर और झाड़ू नहीं करी घर चली गले। बंधुगण, देवी लक्ष्मी कहती, हे देवर्षि नारद, जीवा समय तारी मनरे बड़ प्रसन्नता थिला। पुणी से बेश्यार घरे पहुंची गला एवं से बेश्यार घर अगणारे झाड़ू लगाइला। या सह गोबर लिपि करी तार अगणा अत्यंत सुंदर बनाई देला। ता सह लोकंक नजर पड़िबा पूर्वरु ही शीघ्र निजर घर को फेरी आसिला। एही प्रकार रे सेही पतिव्रता स्त्री 3 दिन पर्यंत एही बेश्यार अगणारे झाड़ू लगाइला और गोबर लिपि करी तार अगणा को स्वच्छ कला। सेठारे सेही बेश्या निजर अगणा को देखिकरी निजर सेवक को पचारिबाकू लागिला, अरे बा, आज अगणार एमिति बढ़िया सफा किए करिछि? जे भी मोर अगणा को स्वच्छ करिछि, मु तार इच्छा पूर्ण निश्चय करिबी। पुणी बेश्यार सेवक माने कहिले, हे बेश्या, घरर अगणार सफा तो आमे माने करिनाहु। आमे उठिबा पूर्वरु ही किए एही अगणार सफा करी चली जाउछि। सेवक कथा शुणिकरी बेश्या को बड़ आश्चर्य हैला एवं से भाबियाकू लागिला कि शेषरे किए आसिकरी मोरी घरर अगणा को सफा करुछि। पुणी से जानिया पई राति सारा जाग्रत रहिला एवं लुचिकरी देखिबाकू लागिला। तेबे से देखिला कि रात्रिर अंतिम प्रहर रे ब्राह्मणी आसिकरी तारी घरर अगणा को सफा करुछि। बंधुगण, देवी लक्ष्मी कहती, हे देवर्षि नारद, ब्राह्मणी को देखि सेही बेश्या कहिला, हे देवी, आपण एहा कौन करुछंती? काहेकि मो परी पापी स्त्रीर घरर अगणा को सफा करुछंती? मोते क्षमा करंतु, आपण एही काम करंतु नाही। एति कही करी सेही बेश्या ब्राह्मणीर पाद छुईला एवं कहिला, हे पतिव्रता, आपण काहेकि मोरी आयुष संपत्ति कीर्तिर विनाश करिया पई चेष्टा करुछंती? मु केउ अपराध करिछि? हे साधवी, आपण को जहा आवश्यकता माग, मु बिना भाबी ही आपण को देई देबी, किंतु आपण को एही कार्य शोभा देउ नाही। तेबे एही पतिव्रता स्त्री एही बेश्या कहिला, हे सुंदरी, मोते धनर लालस नाही, किंतु तुमठारु मोते किछि काम रहिछि। जदि तुमे करिब तेबे मु कहिबी। जदि तुमे सेही कार्य को पूरा करिब तेबे मोरी मन को शांति मिलिब एवं मु बुझिबी कि तुमे मोर सारा मनोरथ पूरा करिदेल। पुणी सेही बेश्या कहिला, हे पतिव्रता स्त्री, आपण शीघ्र कहंतु, मु वचन देउछि, आपणक जेउ भी अवशिष्ट कार्य रहिछि ताहा मु अवश्य पूरण करिबी। माताश्री, आपण महान पतिव्रता अटंती। आपणक कार्य करिबी तो मोर सब पाप नष्ट होइजिब। आपणक चरण छुईबा द्वारा ही मु पापरु मुक्त होई सारिछि। कृपा करी आपण शीघ्र कहंतु, मु आपणकर केउ प्रकारर सहाय्य करि पारिबी। पुणी एही पतिव्रता स्त्री लाज करी कहिला, हे सुंदरी, किछि दिन पूर्वरु मोरी पतिक नजर तुमरी शरीर उपरे पड़िथिला, जहाकू देखिकरी से तुमरी शरीरर मोहरे पड़ीगले एवं तुमको मिसिया पई इच्छा करुछंती। एतिकी शुणिकरी सेही बेश्या जनक आश्चर्य होइगले एवं किछि समय जाए विचार करिबारे लागिले। ताकू सेही दुर्गंधयुक्त कोड़ी पुरुष सहित संबंध बनया कथा भाबिकरी बड़ दुख हेबाकू लागिला। सेही बेश्या एही पतिव्रता स्त्री को कहिला, हे देवी, जदि तुमे तुमर पति को नहीं करी मोरी घर को आसीजिब ते मु एक दिन पई तांकरी इच्छा अवश्य पूरा करिबी। तेबे सेही पतिव्रता स्त्री कहिला, हे सुंदरी, मु आज रातिरे ही निजर पति को नहीं करी तुमरी घर को आसीजिबी एवं जेबे से तुम ठारू निजर तृप्ति करी संतुष्ट होइजिबे तेबे मु पुणी तांकु निज घर को फेराई नहीं जीबी। ते बेश्या कहिला, हे पतिव्रता स्त्री, तुमे शीघ्र ही निजर घर को चली जाआंतु, जहाद्वारा तुमको केही एठारे न देखे एवं अधा रातिरे निजर पति को नहीं करी एठा को चली आसंतु। मु तुमर इच्छा अवश्य पूरण करिबी। बंधुगण, देवी लक्ष्मी कहती, हे देवर्षि नारद, पुणी सेही पतिव्रता नारी निजर घर को आसीगला एवं से निजर पति को सबु कथा कहिदेला कि से आज राति को ताकू सेही बेश्यार घर को नहीं जीव। पुणी सेही कोड़ी व्यक्ति निज पत्नी को कहिला, हे प्रिय,
ମୁଁ ତାହାରି ଘରକୁ କିପରି ଯାଇପାରିବି? ମୁଁ ତ ଚାଲିପାରୁନାହିଁ। ପୁଣି କେଉଁ ପ୍ରକାରରେ ଏହି କାର୍ଯ୍ୟ ପୂରା ହୋଇପାରିବ? ତେବେ ପତିବ୍ରତା ସ୍ତ୍ରୀ କହିଲା, ହେ ପ୍ରାଣନାଥ, ଆପଣ ଚିନ୍ତା କରନ୍ତୁ ନାହିଁ। ମୁଁ ଆପଣଙ୍କୁ ନିଜର ପିଠିରେ ବସାଇ କରି ନେଇଯିବି ଏବଂ ଯେବେ ଆପଣଙ୍କ କାର୍ଯ୍ୟ ପୂରା ହୋଇଯିବ ତେବେ ମୁଁ ତୁମକୁ ପୁଣି ଫେରାଇ ଆଣିବି। ଏତିକି ଶୁଣି ସେହି ବ୍ରାହ୍ମଣ ବହୁତ ଖୁସି ହେଲା ଏବଂ ନିଜ ପତ୍ନୀକୁ କହିଲା, ହେ କଲ୍ୟାଣୀ, ତୁମେ ଏକ ମହାନ ନାରୀ ଅଟ। ତୁମ ଦ୍ୱାରା ମୁଁ ବହୁତ ପ୍ରସନ୍ନ ଅଟେ। ତୁମରି କାରଣରୁ ମୋରି କାର୍ଯ୍ୟ ପୂର୍ଣ୍ଣ ହୋଇଯିବ। ତୁମେ ଆଜି ଯେଉଁ କାର୍ଯ୍ୟ ନିଜ ପତି ପାଇଁ କରିଛ, ଏପରି କାମ ସଂସାରରେ କୌଣସି ନାରୀ କରିପାରିବ ନାହିଁ। ହେ ଦେବୀ, ତୁମେ ଧନ୍ୟ ଅଟ। ପୁଣି ରାତି ହୋଇଗଲା। ସେହି ପତିବ୍ରତା ବ୍ରାହ୍ମଣୀ ନିଜର ପତିକୁ ପିଠିରେ ବସାଇ କରି ଯିବାକୁ ଲାଗିଲା। ରାସ୍ତାର ଏକ ଜାଗାରେ ପରମ ତେଜସ୍ୱୀ ମାଣ୍ଡବୀ ଋଷିକୁ ଭୁଲରେ ଚୋର ଭାବିକରି ରାଜା ଶୂଳ ଉପରେ ଚଢ଼ାଇଥିଲେ। ସେହି ଶୂଳ ମାଣ୍ଡବୀ ଋଷିଙ୍କ ଆରପାରକୁ ଭେଦ କରିଥିଲା, କିନ୍ତୁ ଏହା ପରେ ମଧ୍ୟ ସେ ଜୀବିତ ଥିଲେ ଓ ନିଜ ତପସ୍ୟାରେ ଲୀନ ହୋଇଯାଇଥିଲେ। ଯେବେ ରାତିର ଅନ୍ଧକାରରେ ସେହି ପତିବ୍ରତା ବ୍ରାହ୍ମଣୀ ମାଣ୍ଡବୀ ଋଷିଙ୍କ ପାଖ ଦେଇ ଯାଉଥିଲେ, ତେବେ ଭୁଲ କାରଣରୁ ତାର କୋଡ଼ିପତିର ପାଦ ମାଣ୍ଡବୀ ଋଷିଙ୍କ ଶରୀର ଉପରେ ଲାଗିଗଲା ଏବଂ ତାଙ୍କରି ତପସ୍ୟା ଭଙ୍ଗ ହୋଇଗଲା। ମାଣ୍ଡବୀ ଋଷି ଅତ୍ୟନ୍ତ କ୍ରୋଧିତ ହୋଇଗଲେ ଏବଂ ଅଭିଶାପ ଦେବାକୁ ଲାଗିଲେ କି ଯେଉଁ ପାପୀ ମୋରି ତପସ୍ୟାକୁ ଭଙ୍ଗ କରିଛି ଏବଂ ମୋତେ ବେଦନା ଦେଇଛି, ସେହି ପାପୀ ସୂର୍ଯ୍ୟ ଉଦୟ ହେବା ମାତ୍ରେ ହିଁ ଭସ୍ମ ହୋଇଯିବ। ଋଷି ମାଣ୍ଡବୀ ଅଭିଶାପ ଦେବା ମାତ୍ରେ ହିଁ ସେହି କୋଡ଼ି ବ୍ୟକ୍ତି ମାଟି ଉପରେ ପଡ଼ିଗଲା। ଋଷି ମାଣ୍ଡବୀଙ୍କ ଅଭିଶାପ ଶୁଣିବା ମାତ୍ରେ ହିଁ ସେହି ପତିବ୍ରତା ସ୍ତ୍ରୀକୁ ବହୁତ ବଡ଼ ଦୁଃଖ ହେଲା ଏବଂ ସେ କହିବାକୁ ଲାଗିଲା କି ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଉଦୟ ହିଁ ନ ହେଉ। ଏତିକି କହିକରି ସେହି ପତିବ୍ରତା ସ୍ତ୍ରୀ ନିଜ ପତିକୁ ନେଇକରି ନିଜ ଘରକୁ ଚାଲିଗଲେ ଏବଂ ନିଜ ପତିଙ୍କୁ ଶଯ୍ୟାରେ ଶୁଆଇ ଦେଇ ତାଙ୍କ ପାଖରେ ବସିଗଲେ। ବନ୍ଧୁଗଣ, ଦେବୀ ଲକ୍ଷ୍ମୀ କୁହନ୍ତି, ହେ ଦେବର୍ଷି ନାରଦ, ପତିବ୍ରତା ସ୍ତ୍ରୀର ବାଣୀରେ ଏମିତି ଶକ୍ତି ରହିଥାଏ କି ସେ ଯାହା ବି କହିଥାଏ ତାହା ସତ୍ୟ ହୋଇଯାଇଥାଏ ଏବଂ ପତିବ୍ରତା ସ୍ତ୍ରୀ କହିବା ପରେ ସାକ୍ଷାତ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ତାର ଇଚ୍ଛାରେ ପାଳନ କରିବାକୁ ପଡ଼ିଥାଏ। କାରଣ ସ୍ୱୟଂ ଭଗବାନ ବିଷ୍ଣୁ ହିଁ ପତିବ୍ରତା ସ୍ତ୍ରୀଙ୍କୁ ଏହି ବରଦାନ ଦେଇଛନ୍ତି କି ସେମାନେ ଯାହା କହିବେ ତାହା ଅବଶ୍ୟ ହିଁ ସିଦ୍ଧ ହୋଇଯିବ। ପୁଣି 3 ଦିନ ଯାଏଁ ସୂର୍ଯ୍ୟ ଉଦୟ ହେଲା ନାହିଁ। ସାରା ସଂସାର ଅନ୍ଧକାର ହୋଇଗଲା ଏବଂ 3 ଲୋକରେ ଏହାର ଖବର ପ୍ରଚାରିତ ହୋଇଗଲା। ଏହି ଦୃଶ୍ୟ ଦେଖିକରି ସବୁ ଦେବତା ବ୍ରହ୍ମାଙ୍କ ପାଖକୁ ଗଲେ ଏବଂ ସୂର୍ଯ୍ୟ ଉଦୟ ନ ହେବାର କାରଣ ପଚାରିବାକୁ ଲାଗିଲେ। ତେବେ ବ୍ରହ୍ମା ଦେବତାମାନଙ୍କୁ ସେହି ବ୍ରାହ୍ମଣୀ ଏବଂ ମାଣ୍ଡବୀ ଋଷିଙ୍କ ସବୁ ବୃତ୍ତାନ୍ତ ଶୁଣାଇଲେ। ବନ୍ଧୁଗଣ, ଦେବୀ ଲକ୍ଷ୍ମୀ କୁହନ୍ତି, ହେ ଦେବର୍ଷି ନାରଦ, ପୁଣି ସବୁ ଦେବତା ବ୍ରହ୍ମାଙ୍କ ସହିତ ଦିବ୍ୟ ବିମାନରେ ବସିକରି ସେହି ପତିବ୍ରତା ନାରୀର ଘର ପାଖକୁ ଚାଲିଗଲେ। ବ୍ରହ୍ମା ସେହି ପତିବ୍ରତା ନାରୀକୁ କହିଲେ, ହେ ମାତା, ତୁମରି କହିବା ଦ୍ୱାରା ସୂର୍ଯ୍ୟଙ୍କ ଉଦୟ ହେବା ରୋକି ଯାଇଛି, ଯାହାଦ୍ୱାରା ସମ୍ପୂର୍ଣ୍ଣ ସୃଷ୍ଟି ବିପଦରେ ଆସିଯାଇଛି। ପ୍ରାଣୀମାନଙ୍କ ଜୀବନ ଦୁଷ୍କର ହୋଇଯାଇଛି। ତୁମେ କୃପା କରି ନିଜର ବଚନକୁ ପଛକୁ ଫେରାଇ ନିଅ ଏବଂ ସୂର୍ଯ୍ୟଙ୍କ ଉଦୟ ହେବାକୁ ଦିଅନ୍ତୁ। ପୁଣି ସେହି ପତିବ୍ରତା ସ୍ତ୍ରୀ କହିଲା, ହେ ଭଗବାନ, ଏକମାତ୍ର ମୋରି ପତି ହିଁ ମୋରି ଗୁରୁ ଅଟନ୍ତି। ସେ ମୋରି ପାଇଁ ସମ୍ପୂର୍ଣ୍ଣ ଲୋକଙ୍କଠାରୁ ବଢ଼ିକରି ଅଟନ୍ତି ଏବଂ ସୂର୍ଯ୍ୟ ଉଦୟ ହେବା ମାତ୍ରେ ହିଁ ମୋରି ପତିଙ୍କ ମୃତ୍ୟୁ ହୋଇଯିବ, କାରଣ ମାଣ୍ଡବୀ ଋଷି ଏପରି ଅଭିଶାପ ଦେଇଛନ୍ତି। ମୁଁ କୌଣସି ଲୋଭରେ, କ୍ରୋଧରେ ତଥା ମୋହରେ ଆସିକରି ଏପରି କରିନାହିଁ। ମୁଁ କେବଳ ନିଜ ପତିଙ୍କ ପ୍ରାଣକୁ ରକ୍ଷା କରିବା ପାଇଁ ଚାହୁଁଅଛି। ପୁଣି ବ୍ରହ୍ମା କହିଲେ, ହେ ମାତା, ତୁମରି ପତିଙ୍କ ଆୟୁ ଏତିକି ହିଁ ଥିଲା। ତାରି ମୃତ୍ୟୁ ଦ୍ୱାରା ପୃଥିବୀର କଲ୍ୟାଣ ହେବ। ତୁମ ନିଜ ପତିଙ୍କ ପ୍ରାଣ ଯିବାକୁ ଦିଅନ୍ତୁ, ଏହାଦ୍ୱାରା ତୁମକୁ ବହୁତ ପୁଣ୍ୟ ମିଳିବ। ପୁଣି ସେହି ପତିବ୍ରତା ସ୍ତ୍ରୀ କହିଲା, ହେ ଭଗବାନ, ପତିଙ୍କୁ ତ୍ୟାଗ କରି ମୋତେ କୌଣସି ବି ଲୋକରେ ସୁଖର ପ୍ରାପ୍ତି ହେବ ନାହିଁ। ମୋରି ପତି ମୋ ପାଇଁ ଈଶ୍ୱର ଅଟନ୍ତି। ଏହି କାରଣରୁ ମୁଁ ତାଙ୍କର ତ୍ୟାଗ କରିପାରିବି ନାହିଁ। ପୁଣି ବ୍ରହ୍ମଦେବ କହିଲେ, ହେ କଲ୍ୟାଣୀ, ତୁମର ଏହି ପତିବ୍ରତା ଧର୍ମ ଦ୍ୱାରା ମୁଁ ବହୁତ ପ୍ରସନ୍ନ ଅଟେ। ତୁମେ ଏବେ ଏହି ତିଥକୁ ଛାଡ଼ି ଦିଅନ୍ତୁ ଏବଂ ସୂର୍ଯ୍ୟଙ୍କୁ ଉଦୟ ହେବାକୁ ଦିଅନ୍ତୁ, ଯାହାଦ୍ୱାରା ସାରା ସଂସାର ସ୍ୱସ୍ଥ ହୋଇଯିବ ଏବଂ ଆମରି ଆଶୀର୍ବାଦ ଦ୍ୱାରା ତୁମରି କୋଡ଼ିପତି ମଧ୍ୟ କାମଦେବଙ୍କ ପରି ସମାନ ସୁନ୍ଦର ହୋଇଯିବେ। ବନ୍ଧୁଗଣ, ଦେବୀ ଲକ୍ଷ୍ମୀ କୁହନ୍ତି, ହେ ଦେବର୍ଷି ନାରଦ, ବ୍ରହ୍ମାଙ୍କ ଏପରି କହିବା ଦ୍ୱାରା ସେହି ପତିବ୍ରତା ସ୍ତ୍ରୀ କିଛି ସମୟ ଭାବିଲେ ଏବଂ ଏହାପରେ ସେ ହଁ କହିକରି ସ୍ୱୀକୃତି ଦେଇଦେଲେ ଏବଂ ପୁଣି ସୂର୍ଯ୍ୟଙ୍କ ଉଦୟ ହେଲା। ପୁଣି ମାଣ୍ଡବୀ ଋଷିଙ୍କ ଅଭିଶାପ କାରଣରୁ ଶୀଘ୍ର ହିଁ ତାର ପତି ଜଳିକରି ଭସ୍ମ ହୋଇଗଲେ ଏବଂ ପୁଣି ତାରି ପାଉଁଶରୁ ଅତ୍ୟନ୍ତ ସୁନ୍ଦର କାମଦେବଙ୍କ ସମାନ ରୂପବାଲା ତାର ପତି ବାହାରକୁ ଆସି ଛିଡ଼ା ହୋଇଗଲେ। ଏହି ଚମତ୍କାର ଦେଖିକରି ସେହି ପତିବ୍ରତା ସ୍ତ୍ରୀ
ବହୁତ ପ୍ରସନ୍ନ ହେଲା ଏବଂ ପୁଣି ସ୍ୱର୍ଗଲୋକରୁ ଏକ ଅତ୍ୟନ୍ତ ତେଜସ୍ୱୀ ବିମାନ ଆସିଲା ଏବଂ ସେହି ପତିବ୍ରତା ସ୍ତ୍ରୀ ନିଜ ପତିଙ୍କ ସହ ବସିକରି ସ୍ୱର୍ଗଲୋକକୁ ଚାଲିଗଲେ। ବନ୍ଧୁଗଣ, ଦେବୀ ଲକ୍ଷ୍ମୀ କୁହନ୍ତି, ହେ ଦେବର୍ଷି ନାରଦ, ଏହି ପ୍ରକାରେ ପତିବ୍ରତା ନାରୀ ମଧ୍ୟରେ ସଂସାରକୁ ମଧ୍ୟ ନଷ୍ଟ କରିବାର ଶକ୍ତି ରହିଥାଏ। ପତିବ୍ରତା ନାରୀଙ୍କ ଆଗରେ ବଡ଼ ବଡ଼ ଦେବତାଙ୍କୁ ମଧ୍ୟ ମୁଣ୍ଡ ନୁଆଇବାକୁ ପଡ଼ିଥାଏ। ତେବେ ବନ୍ଧୁଗଣ, ଆଶା କରୁଛି ଏହି କଥାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଏହି କଥାଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କମେଣ୍ଟ ବକ୍ସରେ ଜୟ ଲକ୍ଷ୍ମୀ ନାରାୟଣ ନିଶ୍ଚୟ ଲେଖନ୍ତୁ। ଏହା ସହ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।